କଳାପଥର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ଏହି ରାସ୍ତା ଖୋର୍ଦ୍ଧା କଥା କହିବା, ଫୁଲବାଣୀ କଥା କହିବା, ନୟାଗଡ଼ କଥା କହିବା, ବିଭିନ୍ନ ନୟାଗଡ଼ରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହି ରାସ୍ତାର ଇଏ ହେଉଛି ମୁଖ୍ୟ ରାସ୍ତା। ସଂଯୋଗ କରୁଥିବା ରାସ୍ତାଟି ଏବେ ପାଲଟିଛି ମରଣଯନ୍ତା। ମରଣଯନ୍ତା କାହିଁକି ଆମେ କହୁଛୁ, ଦେଖନ୍ତୁ ଏହି ରାସ୍ତାର ଚାରି ପାର୍ଶ୍ୱ ଦେଖନ୍ତୁ କିଭଳି ଭାବରେ ଜବରଦସ୍ତ କରିକି ଦୋକାନୀ ମାନେ ବସୁଛନ୍ତି, ରାସ୍ତା ଉପରେ ମାଡ଼ି ବସୁଛନ୍ତି, ଯୋଉଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ସମସ୍ତ ଯାତ୍ରୀ ଏବଂ ପର୍ଯ୍ୟଟକ ଏବଂ ବିଭିନ୍ନ ଯୋଉ ବସ୍ ଆସୁଛି ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଯାଉଛି, ଯୋଉ ବସ୍ ସବୁ ବିଭିନ୍ନ ଜାଗାକୁ ଯାଉଛି, ସେଠି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡୁଛି। ଏବେ ଏହି ରାସ୍ତାକୁ ଏଭଳି ଜବରଦଖଲ ଉଚ୍ଛେଦ କରିବା, ସେଥିପାଇଁ ଦାବି ଜୋର ଧରିଛି ଏହି କଳାପଥର ଅଞ୍ଚଳରେ। ଆମେ ସିଧାସଳଖ ପ୍ରତିକ୍ରିୟା ନେବା ସ୍ଥାନୀୟ ଅଞ୍ଚଳରୁ। ଆଜ୍ଞା କଣ କହିବେ ରାସ୍ତା ଅବସ୍ଥା କିଭଳି ଅଛି? ଆଜ୍ଞା ଇଏ ହଉଛି ଭୁବନେଶ୍ୱର ବଲାଙ୍ଗୀର ଗୋଟେ ମୁଖ୍ୟ ରାସ୍ତା, ଯାହା ଫଳରେ ଆମର ଏଠି ଗୋଟେ ବସ୍ ଷ୍ଟାଣ୍ଡ ହୋଇଥିଲା ଆଉ ମଧ୍ୟ ମାର୍କେଟ ହୋଇଥିଲା, ଯାହା ଫଳରେ କିଛି ଦୋକାନୀ ମୁହଁରେ ସବୁ ଦୋକାନ ଅବରୋଧ କରି ବସ୍ ଗୁଡ଼ିକ ଯାଇପାରୁନାହିଁ ବସ୍ ଷ୍ଟାଣ୍ଡ ଭିତରକୁ, ଯାହା ଫଳରେ ଗାଡ଼ି ମଟର ଯାଇପାରୁନାହିଁ ଭିତରକୁ। ସେଥିପାଇଁ ଆମର ମୁଖ୍ୟ ରାସ୍ତା କରରେ ଦୁଇ ପାର୍ଶ୍ୱରେ ସବୁ ପରିବା ଦୋକାନୀ ମାନେ ବସ ଉଠ କରୁଛନ୍ତି, ଯାହା ଫଳରେ ଆମର ଯିବା ଆସିବା ବାଟରେ ବହୁତ ବାଧା ତ୍ରୁଟି ହଉଛି। ଆଉ ସେ ବସ୍ ଷ୍ଟାଣ୍ଡ କେମିତି ପୁନରୁଦ୍ଧାର ହବ, ସେଥିପାଇଁ ଆମେ ଟିକେ ସରକାରଙ୍କ ନିକଟରେ ଦାବି କରୁଛୁ ଯେ ଏ ବସ୍ ଷ୍ଟାଣ୍ଡ ମାର୍କେଟରେ ଯୋଉ ପରିବା ଦୋକାନୀ ମାନେ ବସ ଉଠ କରୁଛନ୍ତି, ତା ଭିତରେ ମଧ୍ୟ ଦୋକାନ ବାଡ଼ି ସବୁ ହେଇଛି, ସେ ଅଚଳ ଅବସ୍ଥାରେ ପଡିଛି। ସେ ଅବସ୍ଥାଟା କେମିତି ଚାଲୁ ହବ, ସେଇଟା ଆମର ସରକାରଙ୍କ ନିକଟରେ ପ୍ରାର୍ଥନା। ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଜାଗାଟା ପୁରା ଜାମ୍ ରହୁଛି। ଯୋଉ ଭୁବନେଶ୍ୱର କଥା କହିବା, ଖୋର୍ଦ୍ଧା କଥା କହିବା, ଫୁଲବାଣୀ କଥା, ଯୋଉ ନୟାଗଡ଼ ଗାଡି ମନ ଯାଉଛି ଏବେ ଜାମ୍ ରହୁଛି। କାହିଁକି ଜାମ୍ ରହୁଛି ଆଉ କଣ ଦରକାର ଆବଶ୍ୟକ ହଉଛି? ଆଜ୍ଞା ଯେହେତୁ ଚାଷୀ ମାନେ ଆସୁଛନ୍ତି ରାସ୍ତା କରରେ ବସୁଛନ୍ତି, ସେମାନେ ମାର୍କେଟ ଭିତରକୁ ଯାଇପାରୁନାହାନ୍ତି, ତାଙ୍କୁ ମଧ୍ୟ ସେ ଭିତରେ ବସିବା ପାଇଁ ସୁଯୋଗ ଦିଆଯାଉ ନାହିଁ, ଯାହା ଫଳରେ ସେ ରାସ୍ତା କରରେ ବସୁଛନ୍ତି। ରାସ୍ତା କରରେ ବସିବା ଫଳରେ ଗାଡି ମଟର ଯିବା ପାଇଁ ଦରକାର ପଡ଼ିଲେ ଘଣ୍ଟା ଘଣ୍ଟା ଧରିକି ମଧ୍ୟ ବ୍ରେକ୍ ହେଇଯାଉଛି। ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆଉ ଜଣେ ବୁଦ୍ଧିଜୀବୀ ଅଛନ୍ତି ଏଇ କଳାପଥର ଅଞ୍ଚଳ, ଆଜ୍ଞା କଣ କହିବେ ଯୋଉ ଛକ ଯୋଉ ରହୁଛି ସବୁବେଳେ ଜାମ୍ ରହୁଛି, କଣ ହବା ଦରକାର? କଣ କରିବାକୁ ସରକାରଙ୍କର କେତେ କହିଲେ କେହି ଶୁଣୁନାହାନ୍ତି। ଆଜି 4 ଦିନ ବାହାରକୁ ଉଠେଇଦେବୁ, ପୁଣି ଆସିଲା ପରେ ପୁଣି ଘାଇ ହେଇକି ବସୁଛି। ଗାଡି ମଟର ଯୋଉ ଅସୁବିଧା ଗୋଟେ ମର୍ଡର ହେଲେ ମୁଁ ଖୁସି, କେହି ଶୁଣୁନାହାନ୍ତି। ଯେତେ ତୁ ଦରଖାସ୍ତ ବଜାର ଗୋଟେ ହେଇଛି, ତା ଭିତରକୁ କାହା ଗୋଟେ ବାଡେଇଲେ କିଏ ପଶୁନାହାନ୍ତି। ବସ୍ ଷ୍ଟାଣ୍ଡ ଅଛି ଆପଣଙ୍କର? ଏଇଟା କାହିଁ ବସ୍ ଷ୍ଟାଣ୍ଡ ଅଛି? ଏଟା ବସ୍ ଷ୍ଟାଣ୍ଡ ଏଇଟା ଭିତରେ, ଏଇଟା ଆମେ କରିଛୁ କେତେ ପଇସା ଖର୍ଚ୍ଚ କରିକି ସରକାର ଲୋକ କଲେ, କେହି ତା ଭିତରକୁ ଯାଉନାହାନ୍ତି। ଗାଡି ତ ଯାଉନି, ବାଟରେ ତ ସବୁ ବସିଲେ ଯିବ ଗାଡିଟା କେମିତି? ତେଣୁ ଟିକେ ମେଲା ହେଲେ ଗାଡିଟା ଆସିକି ଯିବା। କଣ ଦାବି ରହିବ ଆପଣଙ୍କର? କାହିଁ ସରକାର କୋଉ ଶୁଣୁଛନ୍ତି? ଦାବି କଲେ କଣ ଲାଭ ଅଛି? କିଏ ଶୁଣୁଛି? କୋଉ ପୁଲିସ ଶୁଣୁଛି? ପ୍ରକୃତରେ ଗାଡି ମଟର ସବୁ ଯିବା ଆସିବାରେ ଅସୁବିଧା, ଲୋକ ଦୋକାନ ବାଡିରେ ଅସୁବିଧା, ଆଉ ଜାଗା ତ ନାହିଁ। ଆଉ କଣ ହେଇଛି ଅସୁବିଧା ପ୍ରକୃତରେ? କଣ ପାଇଁ ଜାଗା ନାହିଁ? ସବୁ ତ କଭର କରିକି ବସିଛନ୍ତି ଲୋକମାନେ। ଆଉ କଣ ହବା ଦରକାର? ଏବେ ଉଚ୍ଛେଦ କରିବ। ସବୁବେଳେ ଏଇ ଜାଗାଟା ସବୁବେଳେ ଆପଣ ଯାଉଛନ୍ତି, ସବୁବେଳେ ଜାମ୍ ରହୁଛି, କଣ କରିବୁ? ତ ଜାମ୍ ରହୁଛି ଆଉ ଗାଡି ଫାଡି ଗଲା ସ୍ଲୋ ଯାଉଛି। ଆଉ କଣ ହବା ଦରକାର? ଆଉ ଟିକେ ସ୍ଲୋ ହବା ଦରକାର। ଦୋକାନୀ ମାନେ ଦୋକାନୀ କି ପଛକୁ ଦେବାକୁ ପଡିବ, ଆଉ କଣ କରାଯିବ? ଉଠିବା କେମିତି? ଉଠେଇଲେ ପଛକୁ ଦେବାକୁ ପଡିବ ନା। ଯେ ଗରିବ ଲୋକ ଯିବେ ନା ନାଇଁ? ନିହାତି ଯାହା ଶୁଣିଥିଲେ ସବୁଦିନ ଯିବା ଆସିବା କରୁଛନ୍ତି, ତାଙ୍କ ମଧ୍ୟ ପ୍ରତିକ୍ରିୟା ରହୁଥିଲା ମଧ୍ୟ ନିହାତି ଆବଶ୍ୟକ ହେଇପଡିଛି ଜବରଦଖଲ କିଭଳି ଉଚ୍ଛେଦ କରାଯିବ ଏବଂ ବିଭିନ୍ନ ପର୍ଯ୍ୟଟନ ଜାଗାକୁ ଏହି ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ହଜାର ହଜାର ସଂଖ୍ୟାର ଗାଡି ଏବଂ ପର୍ଯ୍ୟଟକ। ଦେଖିବାର ଅଛି ରାଜ୍ୟ ସରକାର ଓ ବାଙ୍କି ପ୍ରଶାସନ ଏହି କଳାପଥର ମୁଖ୍ୟ ରାସ୍ତାକୁ କେବେ କେବେ କରୁଛନ୍ତି ଜବରଦଖଲ ଉଚ୍ଛେଦ। କଟକ ଜିଲ୍ଲା ବାଙ୍କି କଳାପଥର ମୁଖ୍ୟ ବଜାରରୁ ଅଶୋକ କୁମାର ରଣା, MBC TV।